ସକାଳୁ ଆଜି ଜୋରରେ ବର୍ଷା ଲାଗି ରହିଥାଏ। ମୁଁ ଡେକ୍ଚି ବାଲ୍ଟି ସଫା କରିକି ରଖିଦେଲି, ପାଣି ହେଲେ ସେ ଜାଗାଟା ସଫା କରିବି ବୋଲି। ଘରକୁ ଆସି ରୋଷେଇ କାମରେ ଲାଗିବାକୁ ଗଲା ବେଳକୁ ବୋଉ ବସିକି ପରିବା କାଟି ଦେଉଛି। ବୋଉ ଟିକେ ସାହାଯ୍ୟ କରିଦେଲେ ମୋର କାମଟା ଆଉ ଟିକେ ସହଜ ହେଇଯାଏ। ବାପା ବର୍ଷାକୁ ଦେଖି ଟିକେ ଥଣ୍ଡା ପବନରେ ବସିବେ ବୋଲି ବାହାରକୁ ପଳେଇଲେ। ଚେୟାର ପକେଇ ଗେଟ୍ ପାଖରେ ବସି ପଡ଼ିଲେ। ବାହାରେ ଜଣେ ଭାଇ ବର୍ଷାକୁ ଅପେକ୍ଷା କରିଥିଲେ। ଯେମିତି ବର୍ଷା ଜୋରରେ ହେଇଛି ସେ ପାଣିର ସଦୁପଯୋଗ କରୁଛନ୍ତି। ନିଜେ ବର୍ଷା ପାଣିରେ ଟିକେ ଗାଧେଇ ପଡ଼ୁଛନ୍ତି, ନିଜ ସାଇକେଲ ଟିକେ ଗାଧେଇ ଦେଉଛନ୍ତି। ଆମେମାନେ ମଧ୍ୟ ସମସ୍ତେ ପାଣିର ଏମିତି ସଦୁପଯୋଗ କରିବା ଉଚିତ। ମୁଁ ରୋଷେଇ ଘରକୁ ଆସିଲି। ପ୍ରେସରଟା ଟିକେ ଠିକ୍ସେ ସିଟି ଦେଉନି, ଭାରି ବ୍ୟସ୍ତ ଲାଗୁଛି। କେତେବେଳେ ଟିକେ ପ୍ରେସର ବାଲା ଆସିଲେ ତାଙ୍କ ପାଖରେ ଠିକ୍ କରିଦେଲେ ହେବ। ଆଜି ମୋତେ ଖାଇବା ପାଇଁ ଭାଉଜମାନେ ଡାକିଛନ୍ତି, ସେଠିକି ଖାଇବାକୁ ଯିବି। ତେଣୁ ଏଠି ଜଲ୍ଦି ଜଲ୍ଦି ରୋଷେଇ କରିଦେଇକି ବାହାରିଗଲି ଖାଇବା ପାଇଁ। ସେଠି ଯାଇକି ପହଞ୍ଚିଲା ବେଳକୁ ସେମାନେ ବଢ଼ିଆ ସେ ଖାଇବା ସବୁ ସଜାଡ଼ି ଦେଇଛନ୍ତି। ଖାଇବାରେ ବିଶେଷ କିଛି କରିନଥିଲେ, ହେଲେ ଆଦରଟା ବହୁତ ବଢ଼ିଆ ଥିଲା। ବହୁତ ଆଗ୍ରହ କରିକି ଡାକିଥିଲେ, ଆଗ୍ରହ କରି ଖାଇବା ମଧ୍ୟ ବାଢ଼ି ଦେଇଥିଲେ। ଜଣେ ଭାଉଜ ଏଇଠି କେମିତି ପାଗ କରିଦେଉଛନ୍ତି। ମୁଁ ଖାଇ ଦେଇକି ବାହାରିଥିଲି ଆସିବା ପାଇଁ। ଆମ ଝିଅର ମୋର ଆମେ ଆଗେ ଆଗେ ଖାଇ ଦେଇଥିଲୁ, ସେମାନେ ଦୁଇ ଜଣ ଯାକ ବସିଥିଲେ। ଯାହା ହଉ ଭାଉଜମାନେ ଏମିତି ସ୍ନେହୀ ହେବା ଦରକାର। ଆସିଲା ବେଳକୁ ଦେଖିଲି ବାଟରେ ବର୍ଷା ହେଇ ସବୁଆଡ଼େ ପାଣି ଫୁଲ୍ ହେଇଯାଇଛି। ବଢ଼ିଆ ଲାଗୁଥିଲା। ଆଜି ପିଇସାଙ୍କ ଦଶ ଥିଲା, ସେଠିକି ଯିବାକୁ ବାହାରିଲି। ସେଠି ଯାଇ ଦେଖିଲି ପାଣିରେ ଭର୍ତ୍ତି ହେଇଯାଇଛି ପୋଖରୀଟା। ବଢ଼ିଆ ଦେଖାଯାଉଛି, କଇଁ ଫୁଲ ସବୁ ଫୁଟିଛି। ବହୁତ ଲୋକ